ଆସନ୍ତୁ ସିଧାସଳଖ ଆଜିର ଏହି ବିଶ୍ଳେଷଣ ଭିତରକୁ ଯିବା। ଆଜି ଆମେ ମହାଭାରତର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ହୃଦୟ ବିଦାରକ ଅଧ୍ୟାୟ ଉପରେ ଆଲୋକପାତ କରିବା। ଏହା ହେଉଛି ମୌସଳ ପର୍ବ। କେବଳ ଇତିହାସ ନୁହେଁ, ଏହା ହେଉଛି ଶ୍ରୀକୃଷ୍ଣ ଏବଂ ତାଙ୍କର ସେହି ବିଶାଳ ଯଦୁବଂଶର ଅନ୍ତିମ ସମୟର ଏକ ଗଭୀର ବିୟୋଗାତ୍ମକ କାହାଣୀ, ଯାହା ଏକ ସମ୍ପୂର୍ଣ୍ଣ ଦିବ୍ୟ ଯୁଗର ଅନ୍ତ ଘଟାଇଥିଲା। ଏଠାରେ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଉଠୁଛି। ଏକ ଦିବ୍ୟ ରାଜବଂଶର ଯାହା ସ୍ୱୟଂ ଭଗବାନଙ୍କ ଦ୍ୱାରା ସୁରକ୍ଷିତ, ତାର କିପରି ଏତେ ରକ୍ତାକ୍ତ ଆଉ ସାଧାରଣ ମଣିଷଙ୍କ ପରି ଅନ୍ତ ହୋଇପାରେ? ମୌସଳ ପର୍ବ କେବଳ ଏକ ପୌରାଣିକ ଘଟଣା ନୁହେଁ, ଏହା ଏକ ଏମିତି ଭୟଙ୍କର ବିୟୋଗାନ୍ତକ ନାଟକ ଯାହାକୁ ଏଡ଼ାଇବା ଅସମ୍ଭବ ଥିଲା। ଏହା ପଛରେ ଥିବା କାରଣଗୁଡ଼ିକ ଏତେ ଆବେଗପୂର୍ଣ୍ଣ ଆଉ ରହସ୍ୟମୟ ଯେ କେହି ବି ଶୁଣିଲେ ସ୍ତବ୍ଧ ହୋଇଯିବେ। ଆସନ୍ତୁ ବୁଝିବା ଏହା କେମିତି ଘଟିଲା। ପ୍ରଥମ ଭାଗ, ଜଣେ ମାର ଭୟଙ୍କର ଅଭିଶାପ। ଏହି ବିୟୋଗାନ୍ତକ କାହାଣୀର ମୂଳଦୁଆ ପଡ଼ିଥିଲା ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୁହୂର୍ତ୍ତରେ। ଭାବନ୍ତୁ ତ, କୁରୁକ୍ଷେତ୍ର ଯୁଦ୍ଧ ସରିଯାଇଛି। ମହାରାଣୀ ଗାନ୍ଧାରୀ ନିଜର 100 ପୁତ୍ରଙ୍କୁ ହରାଇ ଗଭୀର ଶୋକରେ ବୁଡ଼ି ରହିଛନ୍ତି। ସେହି ଅସହ୍ୟ ଯନ୍ତ୍ରଣା ଆଉ କୋହ ଏକ ଭୟଙ୍କର ଅଭିଶାପର ରୂପ ନେଲା। ସେ କାନ୍ଦି କାନ୍ଦି ଶ୍ରୀକୃଷ୍ଣଙ୍କୁ କହିଥିଲେ, ଯେପରି ମୋର କୌରବ ବଂଶ ଧ୍ୱଂସ ହେଲା, ଠିକ୍ ସେହିପରି ତୁମର ଯଦୁବଂଶ ମଧ୍ୟ ପରସ୍ପର ଭିତରେ ଲଢ଼ି କାଟି ହୋଇ ନଷ୍ଟ ହୋଇଯିବ। ଗାନ୍ଧାରୀ ନିଜ ପୁତ୍ରମାନଙ୍କର ମୃତ୍ୟୁ ପାଇଁ ସିଧାସଳଖ ଶ୍ରୀକୃଷ୍ଣଙ୍କୁ ଦାୟୀ କରିଥିଲେ। ଜଣେ ଶୋକସନ୍ତପ୍ତ ମାଙ୍କର ଏହି ଭୟଙ୍କର କ୍ରୋଧାଗ୍ନି ଗୋଟେ ସମ୍ପୂର୍ଣ୍ଣ ବଂଶର ବିନାଶ ପାଇଁ ସତେ ଯେମିତି ଏକ ଅଦୃଶ୍ୟ ଚକ୍ରକୁ ଗତିଶୀଳ କରିଦେଇଥିଲା। କଥା ସେତିକିରେ ସରି ନଥିଲା। ଗାନ୍ଧାରୀଙ୍କ ଅଭିଶାପରୁ ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ବାଦ୍ ପଡ଼ିନଥିଲେ। ସେ ଅଭିଶାପ ଦେଇଥିଲେ ଯେ ଶ୍ରୀକୃଷ୍ଣ ଜଣେ ସାଧାରଣ ମଣିଷ ପରି ଏକଦମ ଅସହାୟ ନିରାଶ ହୋଇ ଜଙ୍ଗଲରେ ବୁଲି ବୁଲି ନିଜର ପ୍ରାଣ ତ୍ୟାଗ କରିବେ। ଏହି ଅଭିଶାପଟା ସମ୍ପୂର୍ଣ୍ଣ କାହାଣୀ ଉପରେ ଏକ କଳା ବାଦଲ ପରି ଭୁଟି ରହିଲା। ମାନେ ଏହା ସ୍ପଷ୍ଟ କରିଦେଲା ଯେ ଦିବ୍ୟ ଶକ୍ତି ହେଲେ ବି ମାନବୀୟ କଷ୍ଟ ଆଉ କର୍ମର ଫଳ ଭୋଗିବାକୁ ହିଁ ପଡ଼ିବ। ଦ୍ୱିତୀୟ ଭାଗ, ଋଷିମାନଙ୍କର ସାଂଘାତିକ ଭବିଷ୍ୟବାଣୀ। ଗାନ୍ଧାରୀଙ୍କ ସେହି ଶୋକାକୁଳ ଅଭିଶାପ ପରେ ଆଉ ଏକ ଅଭିଶାପ ଆସିଲା, କିନ୍ତୁ ଏଥର କୌଣସି ଦୁଃଖରୁ ନୁହେଁ, ବରଂ ଅତ୍ୟଧିକ ଅହଙ୍କାର ଏବଂ ମୂର୍ଖତା ଯୋଗୁଁ। ଦିନେ ମହର୍ଷି ବିଶ୍ୱାମିତ୍ର, କଣ୍ୱ ଏବଂ ନାରଦମୁନି ଦ୍ୱାରକା ବୁଲିବାକୁ ଆସିଥିଲେ। ସେତେବେଳେ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଅହଙ୍କାରରେ ବଶବର୍ତ୍ତୀ ହୋଇ ଗୋଟେ ଭୟଙ୍କର ଖରାପ ମଜାକ କରି ବସିଲେ। ସେ ନିଜ ପେଟରେ କିଛି ଲୁଗା ବାନ୍ଧି ଗୋଟେ ଗର୍ଭବତୀ ସ୍ତ୍ରୀର ରୂପ ନେଲେ ଆଉ ଅତ୍ୟନ୍ତ ଅସମ୍ମାନ କରି ସେହି ପୂଜ୍ୟ ଋଷିମାନଙ୍କୁ ପଚାରିଲେ ଯେ, କୁହନ୍ତୁ ମୋ ଗର୍ଭରୁ କ'ଣ ଜନ୍ମ ହେବ? ବାସ୍, ଏହି ଗୋଟିଏ ମୂର୍ଖାମି ହିଁ ସର୍ବନାଶ ଆଡ଼କୁ ଦ୍ରୁତଗତିରେ ରାସ୍ତା ଖୋଲିଦେଲା। ଏହିଠାରେ ହିଁ ସବୁଠାରୁ ବଡ଼ ଟ୍ୱିଷ୍ଟ ଆସିଲା। ଋଷିମାନେ ଏଭଳି ଅପମାନରେ ପ୍ରବଳ କ୍ରୋଧିତ ହୋଇଗଲେ ଏବଂ ଅଭିଶାପ ଦେଲେ ଯେ ଶାମ୍ବଙ୍କ ଗର୍ଭରୁ ଏକ ମୂଷଳ ଜନ୍ମ ହେବ। ମୂଷଳ ମାନେ ହେଉଛି ଏକ ଶକ୍ତ ଲୁହାର ଦଣ୍ଡ କିମ୍ବା ଗଦା, ଆଉ ସେହି ମୂଷଳ ହିଁ ସମଗ୍ର ଯଦୁବଂଶର ବିନାଶର କାରଣ ସାଜିବ। ଦେଖନ୍ତୁ, ଏହି କ୍ରୋଧ କେବଳ କଥାରେ ସୀମିତ ରହିଲା ନାହିଁ, ଏହା ସତକ ସତ ଏକ ଭୟଙ୍କର ଭୌତିକ ବସ୍ତୁରେ ପରିଣତ ହୋଇଗଲା। ସେହି ବିଶାଳ ସାମ୍ରାଜ୍ୟର ସର୍ବନାଶ ସତେ ଯେମିତି ସେହି ମୁହୂର୍ତ୍ତରେ ହିଁ ସିଲ୍ ହୋଇଗଲା। ତୃତୀୟ ଭାଗ, ଏକ ରାଜବଂଶର ଗଣସଂହାର। ଏବେ ଆସନ୍ତୁ ଦେଖିବା ଏକ ଏତେ ବଡ଼ ସାମ୍ରାଜ୍ୟର ପତନ କେମିତି ତାସର ଘର ପରି ହେଲା। ପ୍ରଥମେ ଯଦୁବଂଶର ଲୋକମାନେ ଅତ୍ୟଧିକ ମଦ୍ୟପାନ କରି ନିଜର ହିତାହିତ ଜ୍ଞାନ ଭୁଲିଗଲେ। ତାପରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ। ଅଭିଶାପର ପ୍ରଭାବରେ ନିଜ ନିଜ ଭିତରେ ଝଗଡ଼ା ସୃଷ୍ଟି ହେଲା ଆଉ ଭାଇ ଭାଇର ରକ୍ତ ଶୋଷିବାକୁ ଲାଗିଲା। ସେହି ମୂଷଳରୁ ଉତ୍ପନ୍ନ ହୋଇଥିବା ଏରକା ଘାସକୁ ସେମାନେ ନିଜ ନିଜ ଭିତରେ ଅସ୍ତ୍ର ଭାବରେ ବ୍ୟବହାର କରି ପରସ୍ପରକୁ ନିର୍ମମ ଭାବରେ ହତ୍ୟା କଲେ। ଏହି ମହାବିନାଶ ଆଖି ଆଗରେ ଦେଖି ଶେଷରେ ବଳରାମ ମଧ୍ୟ ନିଜର ଯୋଗଶକ୍ତି ବଳରେ ଦେହ ତ୍ୟାଗ କଲେ। ଭାବନ୍ତୁ ଥରେ, କେବଳ ପାଗଳମୀ ଏବଂ ଅଭିଶାପର ଭାର ଏକ ବିଶାଳ ଦିବ୍ୟ ସାମ୍ରାଜ୍ୟକୁ କେମିତି ଧୂଳିସାତ୍ କରିଦେଲା। ଚତୁର୍ଥ ଭାଗ, ଶେଷକୀର। ବିନାଶରେ ହିଁ ଝଡ଼ ଶାନ୍ତ ପଡ଼ିବା ପରେ ଚାରିଆଡ଼େ ଏକ ଭୟଙ୍କର ହୃଦୟ ବେଦାରକ ନୀରବତା ଛାଇଗଲା। ଜଙ୍ଗଲରେ ଏକ ଏକାକୀ ଅନ୍ତର ଏହି ପରିସ୍ଥିତିଟା ବାସ୍ତବରେ ଅନୁଭବ କରିବାର କଥା। ଯେତେବେଳେ ଶ୍ରୀକୃଷ୍ଣ ଦେଖିଲେ ଯେ ତାଙ୍କର ନିଜ ଆଖି ଆଗରେ ସମ୍ପୂର୍ଣ୍ଣ ବଂଶ ଶେଷ ହୋଇଯାଇଛି, ସେ ସମ୍ପୂର୍ଣ୍ଣ ଏକାକୀ ଗୋଟିଏ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ। ଗୋଟିଏ ଗଛମୂଳରେ ସେ ୟୋଗ ନିଦ୍ରାରେ ବିଶ୍ରାମ ନେଲେ। ସେହି ସମୟର ପରିବେଶ ଏକାନ୍ତ ନିର୍ଜନ ଆଉ କିଛି ଗୋଟେ ବଡ଼ ଘଟିବାର ଆଶଙ୍କାରେ ସ୍ତବ୍ଧ ହୋଇ ରହିଥିଲା। ଆଉ ଠିକ୍ ସେତିକିବେଳେ ଜରା ନାମକ ଜଣେ ସାଧାରଣ ଶିକାରୀ ସେହି ଜଙ୍ଗଲରେ ବୁଲୁଥିଲା। ବହୁତ ଦୂରରୁ ସେ ଦେଖିଲା କିଛି ଗୋଟେ ହଲୁଛି। ତାହା ପ୍ରକୃତରେ ଶ୍ରୀକୃଷ୍ଣଙ୍କର ଲାଲ ପାଦ ଥିଲା, କିନ୍ତୁ ଶିକାରୀଟି ତାକୁ ଗୋଟିଏ ହରିଣର ଆଖି ବୋଲି ଭାବିନେଲା। ଆମେ ସମସ୍ତେ ଜାଣୁ ଯେ ଶ୍ରୀକୃଷ୍ଣଙ୍କର ଶରୀରରେ ତାଙ୍କ ପାଦର ତଳିପାରି ଥିଲା ଏକମାତ୍ର ଦୁର୍ବଳ ଅଙ୍ଗ, ଆଉ ତାପରେ ଜରା ସେହି ମାରାତ୍ମକ ତୀରଟି ଚଲାଇଦେଲା। ବାସ୍,
ଏହା ଥିଲା ମାତା ଗାନ୍ଧାରୀଙ୍କ ଅଭିଶାପର ସମ୍ପୂର୍ଣ୍ଣ ରୂପ। ଏକ ସାଧାରଣ ଶିକାରୀର ଗୋଟିଏ ତୀର ସ୍ୱୟଂ ଭଗବାନଙ୍କୁ ଏକ ନିର୍ଜନ ଜଙ୍ଗଲରେ ଧରାଶାୟୀ କରିଦେଲା। ପଞ୍ଚମ ଭାଗ କର୍ମର ଚକ। କିନ୍ତୁ ଜାଣନ୍ତି, ଏହି ଶେଷ ତୀର ପଛରେ ବହୁତ ବଡ଼ ଏକ ଦାର୍ଶନିକ ସତ୍ୟ ଲୁଚି ରହିଥିଲା। ଏହି ଘଟଣାଟି ସିଧାସଳଖ ଦୁଇଟି ଅଲଗା ଅଲଗା ଯୁଗକୁ ଏକାଠି ଯୋଡ଼ିଦିଏ। ଟିକେ ମନେ ପକାନ୍ତୁ, ତ୍ରେତେୟା ଯୁଗରେ ପ୍ରଭୁ ଶ୍ରୀରାମ ବାନର ରାଜା ବାଳିକୁ ଗଛ ପଛରେ ଲୁଚିକରି ତୀର ମାରିଥିଲେ। ଆଉ ଏବେ ଦ୍ୱାପର ଯୁଗରେ ସେହି ବାଳି ଜରା ଶିକାରୀ ରୂପରେ ପୁନର୍ଜନ୍ମ ନେଇଥିଲା। ଅର୍ଥାତ୍ ଶ୍ରୀକୃଷ୍ଣ ଜାଣିଶୁଣି ଜରାକୁ ଏହି ସୁଯୋଗ ଦେଇଥିଲେ, ଯାହାଦ୍ୱାରା ସେହି ପୁରୁଣା କର୍ମଚକ୍ରର ହିସାବ ବରାବର ହୋଇପାରିବ। ଏହା ପ୍ରମାଣ କରେ ଯେ ନ୍ୟାୟର ଚକ୍ର ସମସ୍ତଙ୍କ ପାଇଁ ସମାନ ଭାବରେ ଘୂରିଥାଏ, ସେ ଭଗବାନ ହୁଅନ୍ତୁ ପଛେ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଲୀଳା। ଏହା ବୁଝାଇଥାଏ ଯେ ଶ୍ରୀକୃଷ୍ଣଙ୍କର ଏହି ଦେହତ୍ୟାଗ କୌଣସି ସାଧାରଣ ମୃତ୍ୟୁ ନଥିଲା, ଏହା ତାଙ୍କର ଅନ୍ତିମ ଦିବ୍ୟ ଲୀଳା ଥିଲା। ସେ ସ୍ୱୟଂ ଈଶ୍ୱର ଥାଇ ମଧ୍ୟ ସମଗ୍ର ସଂସାରକୁ ଏକ ବଡ଼ ବାର୍ତ୍ତା ଦେଲେ ଯେ ଯିଏ ଏହି ପୃଥିବୀରେ ଜନ୍ମ ନେଇଛି ତାକୁ ପ୍ରକୃତିର ମାନବୀୟ ନିୟମ, ଅଭିଶାପ ଏବଂ ନିଜ କର୍ମକୁ ସମ୍ମାନ ଜଣାଇବାକୁ ହିଁ ପଡ଼ିବ। ଏହା କୌଣସି ପରାଜୟ ନଥିଲା, ପ୍ରକୃତରେ ଏହା ଏକ ମହାଜାଗତିକ ନିୟମର ସ୍ଥାପନା ଥିଲା। ଆଉ ଏହି ଗୋଟିଏ ମର୍ମସ୍ପର୍ଶୀ ଘଟଣା ସହିତ ସମୟର ଏକ ବିରାଟ ପରିବର୍ତ୍ତନ ଘଟିଲା। ଏହି ଦୁଃଖ ପ୍ରସ୍ଥାନ କେବଳ ଗୋଟିଏ ଯଦୁବଂଶର ଅନ୍ତ ନଥିଲା, ଏହା ସମ୍ପୂର୍ଣ୍ଣ ଦ୍ୱାପର ଯୁଗର ଯବନିକା ପକାଇଥିଲା। ଏବଂ ଏହା ସହିତ ଆରମ୍ଭ ହେଲା ଆମର ବର୍ତ୍ତମାନର ଯୁଗ, ଅର୍ଥାତ୍ କଳିଯୁଗ। ସମୟର ଚକ୍ର ସବୁଦିନ ପାଇଁ ଏକ ନୂଆ ଅଧ୍ୟାୟ ଆଡ଼କୁ ଗତି କଲା। ବର୍ତ୍ତମାନ ଆମେ ଆମର ଏହି ବିଶ୍ଳେଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଶେଷରେ ଏକ ଗଭୀର ପ୍ରଶ୍ନ ମନକୁ ଆସୁଛି। ଯଦି ସ୍ୱୟଂ ଭଗବାନ କର୍ମର ଚକ୍ର ଏବଂ ନିଜ କାର୍ଯ୍ୟର ଭାରରୁ ନିଜକୁ ରକ୍ଷା କରିପାରିଲେ ନାହିଁ, ତେବେ ଆମେ ସାଧାରଣ ମଣିଷ କିପରି ପାଇବା? ସମୟ, ପରିଣାମ ଏବଂ ନିୟତିର ଏହି ବିୟୋଗାନ୍ତକ ତଥାପି ନିଷ୍ଠୁର ସତ୍ୟକୁ ଗ୍ରହଣ କରିବା ହୁଏତ କଷ୍ଟକର, କିନ୍ତୁ ଏହା ଆମକୁ ନିଶ୍ଚିତ ଭାବରେ ସଚେତନ କରିଥାଏ। ଆଶା କରୁଛୁ ଏହି ମର୍ମସ୍ପର୍ଶୀ ଆଲୋଚନା ନିଶ୍ଚୟ ମନରେ ଅନେକ ପ୍ରଶ୍ନ ଆଉ ଆଗକୁ ଅଧିକ ଜାଣିବା ପାଇଁ ଉତ୍ସୁକତା ସୃଷ୍ଟି କରିବ। ଏହି ଚିନ୍ତାଧାରା ସହିତ ଆଜି ପାଇଁ ଆମେ ଏଠାରେ ବିଦାୟ ନେଉ।